ଶିକ୍ଷକଙ୍କ ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରିବା। କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବାଳ ମୁକୁନ୍ଦ ଭୂୟାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମିତିର ସଭାପତି ଶ୍ରୀ ଶଶିଭୂଷଣ ଦାସ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିବା ସହିତ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ। ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର 31, 2025 ତାରିଖ ଦିନ ଶ୍ରୀ ଦାସ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟା ନେଇ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ 10 ଦଫା ଦାବିପତ୍ର ପ୍ରଦାନ କରିଥିଲେ। ତାହାପରେ ବର୍ତ୍ତମାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ମୁଖ୍ୟ ଦାବିଗୁଡ଼ିକ ଶ୍ରୀ ଦାସଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦାବିପତ୍ରରେ ମୁଖ୍ୟତଃ ନିମ୍ନଲିଖିତ ସମସ୍ୟାଗୁଡ଼ିକ ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି। ଶିକ୍ଷକ ନିଯୁକ୍ତି। ଗୋଟିଏ ମାତ୍ର ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟରେ ତୁରନ୍ତ ଅତିରିକ୍ତ ଶିକ୍ଷକ ଯୋଗାଇ ଦେବା ଏବଂ ଅନ୍ୟାନ୍ୟ ଆବଶ୍ୟକ ଥିବା ବିଦ୍ୟାଳୟରେ ନିୟମିତ ଶିକ୍ଷକ ନିଯୁକ୍ତି କରିବା। ବଦଳି ସମସ୍ୟା। ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷୟିତ୍ରୀମାନଙ୍କୁ ଉପଯୁକ୍ତ ସ୍ଥାନକୁ ବଦଳି କରିବା। ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପଯୁକ୍ତ ସ୍ଥାନକୁ ବଦଳି କରିବାର ବ୍ୟବସ୍ଥା କରିବା। ନିୟମିତ କରିବା। କର୍ମାନ୍ତର ପ୍ରେରଣରେ ଡେପୁଟେସନ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେଉଁ ବିଦ୍ୟାଳୟରେ କାର୍ଯ୍ୟରତ ସେମାନଙ୍କୁ ସେହି ବିଦ୍ୟାଳୟରେ ନିୟମିତ କରିବା। ନିର୍ଦ୍ଦେଶକଙ୍କ ଆଶ୍ୱାସନା। ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି ଯେ ନିର୍ଦ୍ଦେଶକ ଶ୍ରୀ ଭୂୟାଁ ଏହି ସମସ୍ୟାଗୁଡ଼ିକର ଆଶୁ ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ଆଶ୍ୱାସନା ଦେଇଛନ୍ତି। ଅତି ଶୀଘ୍ର କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମସ୍ୟା ଦୂର ହେବା ନେଇ ସେ ସୂଚନା ଦେଇଥିବା ଶ୍ରୀ ଦାସ ଜଣାଇଛନ୍ତି। ମୁଁ ଶଶିଭୂଷଣ ଦାସ ସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା। ଆମର ଶିକ୍ଷା ବିଭାଗରେ ଯୋଉ କାର୍ଯ୍ୟରତ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଆମେ 31/8/2025 ତାରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟଙ୍କୁ 10 ଦଫା ଦାବି ପୂରଣ ନିମନ୍ତେ ଆମେ ଦାବିପତ୍ର ପ୍ରଦାନ କରିଥିଲୁ। ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ମଧ୍ୟ ହୋଇଥିଲା। ଆଜି ଆମର ମାନ୍ୟବର ପ୍ରାଥମିକ ନିର୍ଦ୍ଦେଶକ ଓଡ଼ିଶା ଶ୍ରୀ ବାଳମୁକୁନ୍ଦ ଭୂୟାଁ ମହୋଦୟଙ୍କୁ ମୁଁ ନିଜେ ସଭାପତି ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା ତାଙ୍କୁ ସାକ୍ଷାତ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲି ଓ ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା ତରଫରୁ ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ ଯେ ଗୋଟିଏ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକରେ ବିଦ୍ୟାଳୟ ଚାଲିଛି। ସେମାନେ ଚାପଗ୍ରସ୍ତ ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ରହୁଛନ୍ତି। ସେଠି ଆବଶ୍ୟକ ଅନୁସାରେ ଶିକ୍ଷକ ଦେବା। ଆଉ ଯୋଉମାନେ କର୍ମାନ୍ତର ପ୍ରେରଣ ହେଇ ଆସିଛନ୍ତି ରାଜ୍ୟ ପ୍ରାଥମିକ ନିର୍ଦ୍ଦେଶକଙ୍କର ନିର୍ଦ୍ଦେଶ ଅଛି ଯେ ଯେଉଁମାନେ କର୍ମାନ୍ତର ପ୍ରେରଣ ହେଇ ଆସିଛନ୍ତି ସେଇ ବିଦ୍ୟାଳୟ ସେମାନେ ନିୟମିତ ହେବେ। ତ ସେମାନଙ୍କୁ ନିୟମିତ ମଧ୍ୟ କରାଇନି। ଏହା ଆମର ଦାବିରେ ମଧ୍ୟ ଉଲ୍ଲେଖ କରିଛୁ। ଆବଶ୍ୟକ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗାଇ ଦେବା ବିଦ୍ୟାଳୟ ମାନଙ୍କରେ। ଆଉ ଉପାନ୍ତ ଅଞ୍ଚଳରେ ଆମର ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଛନ୍ତି ବିଶେଷ କରି ଶିକ୍ଷୟିତ୍ରୀ ମାନଙ୍କୁ ତାଙ୍କର ସୁବ୍ୟବସ୍ଥା କରିବା, ତାଙ୍କୁ ସୁବିଧା ଜାଗାକୁ ବଦଳି କରି ଆଣିବା। ଆଉ ଯୋଉ ସ୍ୱାସ୍ଥ୍ୟଗତ ସମସ୍ୟା ଏପରିକି କ୍ୟାନ୍ସର ପେସେଣ୍ଟ ଗୁଡାକ ମଧ୍ୟ ଅଛନ୍ତି ଆମର ଟିଚର୍ସ ମାନେ ସେମାନେ ମଧ୍ୟ ଆବେଦନ କରିଛନ୍ତି। ତାଙ୍କର ଆବେଦନକୁ ବିଚାରକୁ ନିଆଯାଇ ନାହିଁ। ତ ଆମେ ପ୍ରାଥମିକ ଶିକ୍ଷକ ନିର୍ଦ୍ଦେଶକ ମହୋଦୟଙ୍କୁ ଅନୁରୋଧ କରିଛୁ ଯେ ତାଙ୍କ କ୍ଷେତ୍ରରେ ତାଙ୍କର ସୁବିଧା କରିବା ପାଇଁ ବୋଲି ଆମେ ଅନୁରୋଧ କରିଛୁ।